ଆଜି ଏହି ଚାଷୀଙ୍କ ଖାତାକୁ ଆସିବନି ପିଏମ୍ କିଷାନ ଟଙ୍କା। ସରକାରୀ ଯୋଜନା ଲାଭରୁ ବଞ୍ଚିତ ହେବେ। ଜାଣନ୍ତୁ କାହିଁକି? ପିଏମ୍ କିଷାନ ଟଙ୍କା ପାଇବାକୁ ଚାହୁଁଛନ୍ତି କି? ତେବେ ଜାଣି ରଖନ୍ତୁ ଏସବୁ ସର୍ତ୍ତ। ନଚେତ୍ ଯେତେ ଯାହା କଲେ ବି କେବେ ଆପଣଙ୍କ ନାମରେ ହୋଇପାରିବନି ଟଙ୍କା। ଆଜି ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ଯୋଜନାର 18ତମ କିସ୍ତି ଦେବେ ପ୍ରଧାନମନ୍ତ୍ରୀ ମୋଦି। 9,50,00,000 ଚାଷୀଙ୍କ ଆକାଉଣ୍ଟକୁ ଯିବ 20,000 କୋଟିର ଅଧିକ ଟଙ୍କା। ମହାରାଷ୍ଟ୍ର ୱାସିମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ରାଶି ପ୍ରଦାନ କରାଯିବ। ଆଜି ମଧ୍ୟ ଓଡ଼ିଶାରେ ରହୁଥିବା ପିଏମ୍ କିଷାନ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ଏହି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ। ରାଜ୍ୟରେ 30 ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଯିବ 2,000 ଲେଖାଏଁ ଟଙ୍କା। ଦେଶରେ ଅନେକ ପ୍ରକାରର ଲାଭଦାୟକ ଏବଂ କଲ୍ୟାଣକାରୀ ଯୋଜନା ଚାଲିଥାଏ, ଯାହା ଅଭାବୀ ଓ ଗରିବ ଶ୍ରେଣୀର ଲୋକଙ୍କୁ ସୁବିଧା ଯୋଗାଇଥାଏ। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା। ଏହି ଯୋଜନାରେ ଲାଭ ସିଧାସଳଖ କୃଷକଙ୍କୁ ଦିଆଯାଏ, ଯେଉଁଥିରେ ବାର୍ଷିକ 6,000 ଟଙ୍କା କୃଷକଙ୍କୁ ଦିଆଯାଏ। ଏହି ଟଙ୍କା ପ୍ରତ୍ୟେକ 2,000 ଟଙ୍କା 3ଟି କିସ୍ତିରେ ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି, କିଛି କୃଷକ ଏହି ଯୋଜନାର ଲାଭ ପାଇବେ ନାହିଁ। କିନ୍ତୁ ଆଜି କିଛି ଚାଷୀଙ୍କ ଖାତାକୁ ଆସିବନି ଟଙ୍କା। ସେମାନେ ଆପ୍ଲାଏ କରିଥିଲେ ବି ଏମାନଙ୍କୁ ଏହି ଯୋଜନାରେ ଲାଭ ମିଳିବ ନାହିଁ। ପିଏମ୍ କିଷାନ ଯୋଜନାକୁ ନେଇ ପୂର୍ବରୁ ଗାଇଡଲାଇନ୍ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ପିଏମ୍ କିଷାନ ଯୋଜନାର ବିସ୍ତୃତ ଗାଇଡଲାଇନ୍ ପ୍ରକାଶ ପାଇଛି। ସଂସ୍ଥାଗତ ଜମି ଧାରକ, ସରକାରୀ ଫାର୍ମ, ଟ୍ରଷ୍ଟ ଫାର୍ମ ଓ ସମବାୟ ଫାର୍ମରେ କାମ କରୁଥିବା କୃଷକ ଏହି ଯୋଜନାରୁ ବାଦ୍ ଦିଆଯାଇଛି। ସେହି କୃଷକଙ୍କୁ ପିଏମ୍ କିଷାନ ଟଙ୍କା ମିଳିବ ନାହିଁ, ଯେଉଁମାନଙ୍କ ପରିବାରରେ କେହି ଜଣେ ପୂର୍ବରୁ କିମ୍ବା ବର୍ତ୍ତମାନ କୌଣସି ଏକ ସାମ୍ବିଧାନିକ ପଦବୀରେ ରହିଛନ୍ତି। ଏହି ଯୋଜନା ଅଧୀନରେ ସଂସଦ ଏବଂ ବିଧାୟକମାନେ ମଧ୍ୟ ଅନ୍ତର୍ଭୁକ୍ତ ନୁହନ୍ତି। ରାଜ୍ୟ ବିଧାନସଭା ପରିଷଦ ସଦସ୍ୟଙ୍କ ପରିବାରରେ କେହି କୃଷକ ଥିଲେ ପିଏମ୍ କିଷାନ ଟଙ୍କା ମିଳିବ ନାହିଁ। କେନ୍ଦ୍ର କିମ୍ବା ରାଜ୍ୟ ସରକାର କାର୍ଯ୍ୟାଳୟ ଏବଂ ସରକାରୀ ବିଭାଗରେ କୌଣସି ଅବସରପ୍ରାପ୍ତ ହିତାଧିକାରୀ ଏବଂ କର୍ମଚାରୀମାନେ ଏହି ଯୋଜନା ଲାଭରୁ ବଞ୍ଚିତ ହେବେ। ପେନ୍ସନ୍ ଯୋଜନାଧାରୀ ଯେଉଁମାନେ ମାସିକ 10,000 କିମ୍ବା ତା'ଠାରୁ ଅଧିକ ପେନ୍ସନ୍ ପାଉଛନ୍ତି, ସେମାନେ ଏହି ଟଙ୍କା ମିଳିବ ନାହିଁ। ପେନ୍ସନ୍ଧାରୀ ଯେଉଁମାନେ ମାସିକ 10,000 ଟଙ୍କା ତା'ଠାରୁ ଅଧିକ ପେନ୍ସନ୍ ପାଉଛନ୍ତି, ସେମାନେ ଏହି ଟଙ୍କା ମିଳିବ ନାହିଁ। ଯେଉଁମାନେ ପୂର୍ବରୁ ଆର୍ଥିକ ବର୍ଷର ଆୟକର ପ୍ରଦାନ କରିଛନ୍ତି, ଅନ୍ୟାନ୍ୟ ବୃତ୍ତିଗତ ଯେପରିକି ଇଞ୍ଜିନିୟର, ଡାକ୍ତର, ଆଇନଜୀବୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ସ୍ଥାପିତ ଅନ୍ୟ ଏକ ବୃତ୍ତିଗତ ସଂସ୍ଥାରେ ପଞ୍ଜୀକୃତ ବ୍ୟକ୍ତିମାନେ ଏହି ଯୋଜନାର ଲାଭ ନେଇପାରିବେ ନାହିଁ। ଏହି ଯୋଜନା ପାଇଁ ଅଯୋଗ୍ୟ କୃଷକମାନେ ପିଏମ୍ କିଷାନ ୱେବସାଇଟ୍ ପରିଦର୍ଶନ କରି ଏହି ଟଙ୍କା ଫେରସ୍ତ କରିପାରିବେ। ଆଜିର ସମ୍ପୂର୍ଣ୍ଣ ଅପଡେଟ୍ ପୁଣି ଦେଖାହେବ ନୂତନ ଏକ ଭିଡିଓରେ।